भक्त कवि श्री जगन्नाथ दासंक कृत श्रीमद्भागवत। ओम नमो भगवते वासुदेवाय। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरये। मूकं करोति वाचालं पङ्गुलङ्घयते गिरिं यत्कृपातमहं वन्दे परमानन्दमाधवं। निगमकल्पतरुर्गलितं फलं सुखमुखादमृतद्रवसंयुतं पिबत भागवतं रसमालय मुहुरहो रसिका भुवि भावुकः। श्रीमद्भागवत तृतीय स्कंद चतुर्दश अध्याय। श्री शुक उवाच। मैत्रेय वाणी शुणी कर्णे हरस विदुरर मने कृष्ण शुकर रूप कथा अमृत पद येहु कथा आनंदे शिरे कर देई संतोष चित्ते पचारयी। विदुर उवाच। यज्ञ बराह रूप धरी दंताग्रे धरणी उद्धरी जले आसन्ते ऊर्ध्वदन्ते आदि असुरर ग्रते मिलिला गदा हस्ते धरी ता देहे दंताग्रे विदारी शुणिए कथा तुम्भ मुखे एबे पचारे मन सुखे ए दैत्य तेज अनर्गला कि हेतु गधा युद्ध कला ताहार जन्म कर्म केते विस्तारी कह मोग्रते। मैत्रेय उवाच। परम कुतूहलवाणी जीवतरई एहा शुणी तु धन्य साधु कुरुवीर स्वधर्म प्रश्न ए तोहर हरिचरित गुणगाथा अमृतरसमय कथा जहा शुणन्ते मृत्युपाश सुतप्त चक्रे होई नाश से स्वयंभुव मनुसुत शांतनु तनय विख्यात तपर बळे से प्रचंडे चरण देई मृत्युपिंडे स्वभावे तेज अनर्गला परम पदे से पशिला तु एबे पचारिलु मते शुण विदुर एक चिते प्रस्तावे इतिहास वाणी देवंक सभा मधे शुणी जणाई एथिर कारण कहिबी एक चिते शुण दक्ष दुहिता दिति नामा कश्यप ऋषिंकर बामा से एक दिने यज्ञशाळे एके पशिला संध्या काळे बसिला निज पति पासे कामे जड़ित रति आसे से महामुनि ताहा परे मंत्र आहुति देवा ठारे यज्ञ पुरुष प्रीति अर्थे अस्त अचल सूर्य गते निबिड़ संध्या आगमने मिलिला स्वामी सन्निधाने कर पल्लव शिरे देई कहे कश्यप मुख चाहि। दितिरुवाच। भोनाथ शुण तपोधन कंदर्प घेनी सरासन अनंग बाणे मोर मन दहई शुण सावधान कदली बने जेह्ने गज दंते विदारे अति तेज मो पिता दक्ष प्रजापति जार सहिते तार मति आंभर गर्भे पुत्र जेते धर्म पालिबे से जगते एक कथा मने विचारिला जानते आंभंकु पचारिला सम्मति देखिला आंभर तेणु बरिला तोते बर आंभे जे भग्नी तोर पासे तुम्भर चरण विश्वासे आंभर शील रूप गुण तुम्भे तो प्रत्यक्ष प्रमाण भोनाथ नलिन बदन एबे तु कर मो वचन मोर संगते कर रति सुभोगे हेउ मोर शांति एमंत शुणिना वचन कश्यप ऋषि दुख मन ए संध्या काले मोर पासे तुझे मिलिलु रति आसे जे धर्म प्रमाणे तोहर अन्यथा के करू ताहार एणु तोहर प्रिय जेते
କରିବି ତୋହର ଆୟତେ ସଂସାର ବ୍ୟବହାରଟିଏ ଏହା ଏ ଧର୍ମ କର୍ମେ ରହେ ଗୃହୀ ସର୍ବ ଆଶ୍ରୟ ମଧ୍ୟେ ସାର ପୁତ୍ର କଳତ୍ର ଧନ ଘର ଏଣୁ ମୋହର ଚିତ୍ତର ସେ ବୋଇତ ଜେହ୍ନେ ଜଳେ ଭାସେ ଆମ୍ଭର ଅଙ୍ଗ ମଧ୍ୟ ନାରୀ ଅନ୍ୟଥା କେବା କରିପାରି ତାହାର ତହିଁ ଗୃହକାର ଦେଇ ନିରତେ ଥାନ୍ତି କର ଯାହାର ଆଶ୍ରେ ପ୍ରାଣୀ ଥାଇ ଇନ୍ଦ୍ରିୟ ଚିତ୍ତକୁ ଜିଣଇ ଏକଥା କେ କରିବ ଆନ ଯାହା ସାଞ୍ଚିଲେ ଭଗବାନ ଏବେ ଉଦ୍ଧର ଆତ୍ମା ମନେ ଶୁଭେ ନରହ ମୋ ଚରଣେ ଦେଖ ଏ ଭୟଙ୍କର ବେଳା ପ୍ରେତ ପିଶାଚ ଗଣମେଳା ଭୂତ ବେତାଳ ଗଣ ରଙ୍ଗେ ଭବାନୀ ଗଣ ଘେନି ସଙ୍ଗେ ଭୂତରେ ବଶୀଭୂତ ପତି ଦେଖଇ ସର୍ବଜନ ଗତି ମୋହର ଦେହେ ସେ ସ୍ୱଭାବେ କେ କହିପାରୁ ଏହି ଭାବେ ପର ଅପର ଯାର ନାହିଁ ବଦନେ ନିନ୍ଦା ସ୍ତୁତି କାହିଁ ଆମ୍ଭେ ସକଳ ଯାଚରଣେ ସେବୁଛୁ ବ୍ରହ୍ମ ଆଚରଣେ ଯାହାର ପ୍ରସନ୍ନେ ସୌଭାଗୀ ଯେ ନର ଆତ୍ମା ଗୁଣେ ଭୋଗୀ ଯାର ନିର୍ମଳ ଗୁଣ ଚିନ୍ତି କିବା ପଟଳେ ସର୍ବେ ଛନ୍ତି ଚିନ୍ତନ୍ତି ନିର୍ଲେପ ଶରୀର ଦେବ ମାନବେ ଅଗୋଚର ଏମନ୍ତେ ସ୍ୱାମୀ ମୁଖୁ ଶୁଣି ସ୍ୱଭାବେ ଲଜ୍ଜିତ ତରୁଣୀ ପିଶାଚ ଚେଷ୍ଟା ଦେଖି ତାର ସୁମନେ କରନ୍ତି ବିଚାର ଅଭାଗୀ ପ୍ରାଣୀ ଏହି ମତି ଯେ ତା ମହିମା ନ ଜାଣନ୍ତି ନିର୍ମଳ ଚିତ୍ତେ ଯୋଗୀ ଜନେ ଧ୍ୟାନେ ଚିନ୍ତନ୍ତି ତା ଚରଣେ ତପ ପ୍ରସନ୍ନେ ଯୋଗେ ଚିନ୍ତି ଅଶେଷ ସମ୍ପଦ ଭୁଞ୍ଜନ୍ତି ଘୋର ଗହନେ ମୁନି ଗଣେ ଯାର ପ୍ରସନ୍ନେ ଯୋଗ ଧ୍ୟାନେ ବ୍ରହ୍ମାଦି ଦେବ ଯାକିଙ୍କର ଜାମାୟା ବଳେ ଏ ସଂସାର ସୃଷ୍ଟି ପାଳନ ସଂହାରଣ ଯେ ବିଶ୍ୱ ପରମ କାରଣ ପିଶାଚ ଚେଷ୍ଟା ତାର ଦେଖି ସାଧବ ଜନେ ହୁଅନ୍ତି ଦୁଃଖୀ ଚରିତ ବିଡ଼ମ୍ବନ ତାର ଦେବ ମାନବେ ଅଗୋଚର ଏମନ୍ତେ ସ୍ୱାମୀ ମୁଖୁ ଶୁଣି ସ୍ୱଭାବେ ଉନ୍ମତ ତରୁଣୀ ମଦନ ବାଣେ ଭୋଳ ଚିତ୍ତ ବେଗେ ଧଇଲା ସ୍ୱାମୀ ହସ୍ତ ବସ୍ତ୍ର ଆକର୍ଷି ବାମ କରେ କଟାକ୍ଷେ ଚାହେଁ ରୋଷ ଭରେ ବୃଷଳି ପ୍ରାୟେ ଲଜ୍ଜା ଛାଡ଼ି ରମଣ ରସେ ଚିତ୍ତେ ବଢ଼ି ପତ୍ନୀ ନିର୍ବନ୍ଧ ମୁନି ଦେଖି ଧର୍ମ ବିଷୟ ମନ ଅପେକ୍ଷୀ ବଳେ ଫେଇଲା ତାର ଅଙ୍ଗ ଆକର୍ଷେ ସ୍ୱକାମ ଅନଙ୍ଗ ପତ୍ନୀ ରମଣ ସଙ୍ଗ କରି ତକ୍ଷଣେ ଆଚମନ କରି କର ଚରଣ ଧୋଇ ଜଳେ ମୌନେ ବସିଲେ ନିଶ୍ଚଳେ ଗାୟତ୍ରୀ ମନ୍ତ୍ର ପ୍ରଣିଧାନ କରି ଚିନ୍ତିଲେ ବ୍ରହ୍ମଧାମ ତକ୍ଷଣେ ଦିତି ଉଠି ବେଗେ ବସ୍ତ୍ର ଆଚ୍ଛାଦି ସର୍ବ ଅଙ୍ଗେ ସଲଜ୍ଜେ ଅଧୋ ମୁଖ ହୋଇ କହେ କଶ୍ୟପ ମୁଖ ଚାହିଁ ଦିତିରୁବାଚ ଏ ଗର୍ଭ ହୋଇବ ମୋହର ସ୍ୱଭାବେ ମହାଭୟଙ୍କର ପ୍ରାଣୀଙ୍କ ତେଜସେ ହରିବ ଦୁର୍ବୁଦ୍ଧି ପଣେ ଦୁଷ୍ଟ ଭାବ ଅବଜ୍ଞା କରି ନିଜ ପତି ମୁଁ ଯେ ଆଚରିଲି ଅନୀତି ଯୋଗୀନ୍ଦ୍ର ନମୁ ତୋ ଚରଣେ ତୋର ବିହାରେ ଭୂତଗଣେ ସର୍ବ ବିନାଶ ଦଣ୍ଡଧର ତୁ ଦଣ୍ଡୁ ଦୁର୍ଦ୍ଦଣ୍ଡ କୋରୋଧର ତୁ ଭୂମି ରୂପ କ୍ଷମାପତି ନମୋ ନମସ୍ତେ ପ୍ରଭୁ ଗତି ଗର୍ଭ ଆମିଷ ମନ ଦେଇ କହେ କଶ୍ୟପ ମୁଖ ଚାହିଁ ତକ୍ଷଣେ ଧ୍ୟାନ ଛାଡ଼ି ବେଗେ ମୁନି କହନ୍ତି ପତ୍ନୀ ଆଗେ କଶ୍ୟପ ଉବାଚ ଭୋ ସଖୀ ଶୁଣ ଶୁଦ୍ଧ ଚିତେ ଏ କର୍ମ ତୋହର ଆୟତ୍ତେ ମୁହୂର୍ତ୍ତ ଦୋଷ ଭୟଙ୍କର ଦେହ ହେଳନ କର୍ମ ତୋର ଏ ଦୋଷ ତୋର କର୍ମ ଗତେ କର୍ମ ହୋଇବ ବିନା ସୂତ୍ରେ ସୃଷ୍ଟି ହୋଇବ ଏ ଶୟଳେ ତପ ସାଧନେ କର୍ମ ଫଳେ ଏ ତିନି ପୁରେ ରାଜା ଗଣେ ସକଳେ ଖଟିବେ ଚରଣେ
ଧନ ଜୀବନ ସେ ହରିବେ, ପ୍ରାଣୀଙ୍କୁ ଦୁଃଖ ସୁଖ ଦେବେ। ନିର୍ଦ୍ଦୋଷ ପ୍ରାଣୀଙ୍କ ମାରଣେ, ପରର ମଣି କର ଶଣେ। ମହାନ୍ତ ଜନେ କୋପଜାତ, ବଳେ ହରିବେ ବେନିଭ୍ରାତ। ତାହାଙ୍କ ଦେଖି ଦୁଷ୍ଟପଣ, କୋପିବେ ଦେବ ନାରାୟଣ। ଏ ଭୂମି ମଧ୍ୟରେ ରୂପ ବହି, ବିଷ୍ଣୁ ମାରିବେ ବେନି ଭାଇ। ଇନ୍ଦ୍ର ଯେସନେ ବଜ୍ର ଧରେ, ଘୋର ପର୍ବତ ଦର୍ପ ହରେ। ଦିତି ଉବାଚ ଭୋନାଥ ମୋର ପୁତ୍ର ଯେବେ, ସମ୍ଭବ ଦୃଷ୍ଟି କର୍ମ ଭାବେ। ବିଷ୍ଣୁର ଶସ୍ତ୍ରେ ହେବେ ନାଶ, ଏଣେ ମୋହର ନାହିଁ ରୋଷ। ତହିଁକି ଡର ମୋର ନାହିଁ, ବ୍ରାହ୍ମଣ ସାପକୁ ଡରଇ। ବ୍ରାହ୍ମଣ କୋପେ ଯେ ମରନ୍ତି, ପ୍ରାଣୀଙ୍କ ବଧ ଆଚରନ୍ତି। ତାହାଙ୍କୁ ନାହିଁ ସୁଖ ଲେଶ, ନରକେ ହୁଅନ୍ତି ପ୍ରବେଶ। କଶ୍ୟପ ଉବାଚ କର୍ମ ବଳେ ବୀର୍ଯ୍ୟ ଯୋନି, ଜନ୍ମ ଲଭନ୍ତି ଦେହ ଘେନି। ଅଶେଷ ଦୁଃଖ ଫଳ ଭୋଗେ, ଭୁଞ୍ଜନ୍ତି ଜୀବନ ସଂଯୋଗେ। ସଂସାରେ ଶୋକ ଅନୁତାପେ, ଯେବା ଅର୍ଜିବେ ବଳ ଦର୍ପେ। ବିଷ୍ଣୁର ହସ୍ତେ ପ୍ରାଣ ଦେଇ, ସମ୍ଭୂତ ରୂପେ ବେନି ଭାଇ। ତାହାଙ୍କୁ ପୁତ୍ରଙ୍କର ମଧ୍ୟେ, ବିଷ୍ଣୁର ଭକ୍ତ ଅନୁବାଦେ। ହୋଇବେ ବିଷ୍ଣୁ ଭକ୍ତ ସାର, ଅତୁଲ୍ୟ ସୁଖ ସୁବିଚାର। ତାହାର ସତ ଇହଲୋକେ, ବିଷ୍ଣୁ ଭକତି ମନ ସୁଖେ। ତା ଯଶ ଗାଇ ନିରନ୍ତରେ, ତରିବେ ଏ ଭବ ସଂସାରେ। ଯାର ପ୍ରସନ୍ନେ ଏ ସଂସାର, ହୋଇବେ ମାୟା ବନ୍ଧୁ ପାର। ସେ ମହା ଭଗବତ ବାଣୀ, ଯା ଯଶ ଗାଇ ତରେ ପ୍ରାଣୀ। ସେ ବିଷ୍ଣୁ ଭାବ ଅତିରେକେ, ଅନ୍ତେ ମିଳିବେ ବିଷ୍ଣୁ ଲୋକେ। ତୁ ପୁଣି ଦେଖିବୁ ତା ମୁଖ, ଲଭିବୁ ଅତିଶୟ ସୁଖ। ସୁକର୍ମ କରି ସୁକୁମାର, କର୍ଣ୍ଣେ କୁଣ୍ଡଳ ହୃଦେ ହାର। ମୈତ୍ରେୟ ଉବାଚ ପୁତ୍ର ପୁତ୍ରର ଗୁଣ ଗୁଣୀ, ବୈଷ୍ଣବ ଗୁଣେ ଶିରୋମଣି। ଅନ୍ତର ଆତ୍ମା ଗତି ତୋଷେ, ସ୍ୱାମୀଙ୍କୁ ନମିଲା ହରଷେ। ଦିତି କଶ୍ୟପର ସମ୍ବାଦେ, ଶୁଣ ସୁଜନେ ଜ୍ଞାନ ଭେଦ। ତୃତୀୟ ସ୍କନ୍ଧେ ଭାଗବତ, କହଇ ବିପ୍ର ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାୟ ସଂହିତାୟାଂ ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ଦିତି କଶ୍ୟପ ସମ୍ବାଦେ ନାମ ଚତୁର୍ଦଶ ଅଧ୍ୟାୟଃ। ଶ୍ରୀମଦ୍ଭାଗବତର ପରବର୍ତ୍ତୀ ଅଧ୍ୟାୟ ତୃତୀୟ ସ୍କନ୍ଧ ପଞ୍ଚଦଶ ଅଧ୍ୟାୟ ଶୁଣିବା ପାଇଁ ଆପଣମାନେ ମୋର ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ଜୟ ଜଗନ୍ନାଥ, ଜୟ ଜୟ ଶ୍ରୀ ଜଗନ୍ନାଥ।